जय श्री जगन्नाथ भाई मैंने सर्वप्रथम गुरुदेव गणपति और जगतमा को प्रणाम करी आज आम आमर सेशन आरंभ करिबा। सेशन आरंभ रे आज आम पढ़िबा जे षोडश संस्कार आम जो पंचांग पढ़ुचे एगुड़ा जनराली कौन यूज हुए एटा तो जनराली तार बहुत ही भास्ट रही सिलेबस किंतु आमे जो षोडश संस्कार पढ़िबा एटा हला मुख्य सनातन धर्मर संस्कार ता बाद आमे यात्रा पढ़िबा अन्य ସବୁ ଛୋଟ ଛୋଟ ମନ୍ଦିର ପ୍ରତିଷ୍ଠା କୂଅ ଗୃହ ପ୍ରବେଶ ଏଗୁଡା ସବୁ ବି ଅଛି କିନ୍ତୁ ଯୋଉ ମୁଖ୍ୟ ଷୋଡଶ ସଂସ୍କାର ଅଛି ସନାତନ ଧର୍ମର ସେ ବିଷୟରେ ଆଜି ଆମେ ଗୋଟେ ଛୋଟା ବ୍ରିଫ ଡେସ୍କ୍ରିପସନ ନବା। ତ ଚାଲନ୍ତୁ ଆରମ୍ଭ କରିବା ଯେ ସେ ଷୋଡଶ ସଂସ୍କାର କଣ କଣ। ଦେଖନ୍ତୁ ସନାତନ ଧର୍ମର ସବୁଠୁ ଯୋଉ ପାୱାର ଥିଲା ଏ ସଂସ୍କାରରେ ସନ୍ନିହିତ ହେଇକି ଥିଲା। ସଂସ୍କାର ଷୋଡଶ 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 ମାନେ 16 ସଂସ୍କାର ସଂସ୍କାର ଯଦି ୟାକୁ ଆମେ ଚେକ୍ କରିବା ଯେ ଏଇଟା ଆମେ କାହିଁକି ପଢୁଛୁ ଏଇଟା ଆମେ କାହିଁକି ଜାଣିବାକୁ ଚେଷ୍ଟା କରୁ କଣ ଆର ଉପଯୋଗିତା ଅଛି ଏଇ ୟା ଭିତରେ ପଞ୍ଚାଙ୍ଗରେ ଆର କଣ ମାନ୍ୟତା ରହିଛି। ଭାଇ ଦେଖ ସମତା ପ୍ରଦାନ କରିବା ଆକାରକୁ କାହାକୁ ଆମେ ଯୋଉ ବଡିଟା ଧାରଣ କରିଛୁ ଆମ ଭିତରେ ଯୋଉ ଆତ୍ମା ବିଦ୍ୟମାନ ଅଛି ମଣିଷ ଜୀବନର ଚରମ ପରମ ଲକ୍ଷ୍ୟ ହେଲା ଈଶ୍ୱର ପ୍ରାପ୍ତି ଏବଂ ସେ ଈଶ୍ୱର ପ୍ରାପ୍ତି କେବଳ ବଡି ଦ୍ଵାରା ସମ୍ଭବ ଆତ୍ମା ଦ୍ଵାରା ସମ୍ଭବ ନୁହେଁ। ମାନେ ଜେନେରାଲ ଲୋକଙ୍କ ପାଇଁ ମୋଷ୍ଟ ଅଫ ଦ କେସ୍ ଯୋଉମାନେ ହାଇଏଷ୍ଟ ଲେବୁଲର ଯୋଗୀ ଅଛନ୍ତି ତାଙ୍କ ପାଇଁ ମୁଁ କହୁନି ଏମିତି କିନ୍ତୁ ଗୋଟେ ଇନି ଜେନେରାଲ ହୁଏ ଏ ସଂସ୍କାର ଗୁଡାକ ମଣିଷର ପୂର୍ବ ଜନ୍ମର ପ୍ରାରବ୍ଧ କାଟିବା ସହିତ ତାକୁ ଗୋଟେ ଯୋଗ୍ୟ କରି ତୋଳେ ତାର କ୍ରିୟମାଣ ଦ୍ଵାରା ସେ ପ୍ରାରବ୍ଧକୁ କାଟି ପାରିବ ଛେଦନ କରିପାରିବ ଯେମିତି ମହର୍ଷି ମାର୍କଣ୍ଡେୟ କରିଥିଲେ। ତାଙ୍କ ଷ୍ଟୋରି ବିଷୟରେ ଅଧିକା ଯାଉନି ମୁଁ ଜଷ୍ଟ ଆପଣ ମାନଙ୍କୁ କହୁଛି କି କଣ କଣ ସେ ସଂସ୍କାର ଗୁଡାକ। ପ୍ରଥମ ହେଲା ଗର୍ଭାଧାନ ମାନେ ଗୋଟେ ଭଲ ସନ୍ତାନ ଏ ସୃଷ୍ଟିକୁ ସ୍ୱାମୀ ସ୍ତ୍ରୀ ଆଣିବେ ସେ ସଂସ୍କାର। ପୁଂସବନ ସୀମନ୍ତ ଜାତ କର୍ମ ନାମ କର୍ମ ନିଷ୍କ୍ରମଣ ଅନ୍ନପ୍ରାଶନ ବପନ ବ୍ରତ ଉପନୟନ ବା ବ୍ରତୋପନ୍ନ ବା କହିବା ଉପନୟନ ଲେଖିଦେବା ତାକୁ ଉପନୟନ ସରି ଏଇଟା ଗୋଟେ ଛାଡିଗଲି ଏଇଟା ଉପନୟନ ନୁହଁ ଏଇଟା 10 ହବ ଉପନୟନ ଏଇଟା ହବ କର୍ଣ୍ଣବେଧ ଉପନୟନ 10 11 ହେଲା ବେଦାରମ୍ଭ 12 ହେଲା କେଶାନ୍ତ 13 ହେଲା ସ୍ନାନ 14 ହେଲା ବିବାହ 15 ହେଲା ଅଗ୍ନି ଅଗ୍ନି ପରିଗ୍ରହ 16 ହେଲା ତ୍ରେତାଗ୍ନି ସଂଗ୍ରହ
ଏଇ ଯୋଉ କର୍ମ ରହିଛି, ଏଇ ଯୋଉ ଷୋଡଶ ସଂସ୍କାର ରହିଛି, ଏଇଟା ଥିଲା ସନାତନ ଧର୍ମର ମୂଳ ଭିତ୍ତି। ଗର୍ଭାଧାନ ସଂସ୍କାର କେବଳ ଗର୍ଭକୁ ଗୋଟେ ସନ୍ତାନ ଆଣିବା ପାଇଁ ଯୋଉ ସଂସ୍କାର କରାଯାଏ ତାକୁ କୁହାଯାଏ ଗର୍ଭାଧାନ ସଂସ୍କାର। ଇଟ ଇଜ ନଟ୍ ଏବାଉଟ ଗୋଟେ ପୁରୁଷ ସ୍ତ୍ରୀ ବାହା ହେଲେ ଛୁଆ ଜନ୍ମ କରିବେ ନା, ଗୋଟେ ଗୁଡ ସୋଲ କୁ ଧରା ପୃଷ୍ଠକୁ ଆଣିବେ ତାକୁ କୁହାଯିବ ଗର୍ଭାଧାନ ସଂସ୍କାର। ପୁଂସବନ କଣ କି କେବଳ ଗୁଡ ସୋଲ ତ ଆସିଲେ ହେବନି, ଆମକୁ ସେ ଛୁଆଟାକୁ ହୃଷ୍ଟପୃଷ୍ଟ ବନେଇବାକୁ ପଡିବ। ହୃଷ୍ଟପୃଷ୍ଟ ମାନେ ତାର ବଡି ୱାଇଜ ସେ ପିଲାଟା ଭଲ ହେବା ଦରକାର, ସେଥିପାଇଁ ପୁଂସବନ ସଂସ୍କାର କରାଯାଏ। ଏଇଟା ସୀମନ୍ତ ମାନେ ମାନେ ପୁଂସବନ ମାନେ ଗର୍ଭଧାନ କରିକି ଭଲ ଗୋଟେ ହେଲ୍ଦି ସନ୍ତାନ ଆସିବା ପୂର୍ବରୁ ଲାଷ୍ଟ ପିରିୟଡରେ ଯଦି କୌଣସି ଅସୁବିଧା ଥାଏ ସେଇଟାକୁ ଦୂର କରିବ ସୀମନ୍ତ ସଂସ୍କାର। ତାପରେ ପିଲାଟା ଜନ୍ମ ହବ, ଜାତ କର୍ମ ସଂସ୍କାର ହବ, ତାପରେ ନାମକର୍ମ ସଂସ୍କାର ହବ, ନାଁ ଦିଆହବ। ଏଗୁଡାକ ଆମେ କାହିଁକି ପଢୁଛୁ? ଏଇଟା ଆମେ କାହିଁକି ପଢୁଛୁ କି ଏଇ ନାମକର୍ମ ସଂସ୍କାର ପରେ ନିଷ୍କ୍ରମଣ ସଂସ୍କାର। ନିସ୍- ଏଇଟା ପିଲାଟା ବାହାରକୁ ନେଇକି ଦେଖେଇବ, ମାନେ ପିଲାକୁ ଫଟସେ ସମସ୍ତେ ଯୋଉ ଜନ୍ମ ହଉ ଆଜିକାଲି ଦେଖି ଦଉଛନ୍ତି, ସେତେବେଳେ ଦେଖା ଯାଉନଥିଲା। ନିଷ୍କ୍ରମଣ, ବାହାର ଲୋକମାନେ ତାକୁ ଦେଖିବେ, ସେଟା ହେଲା ନିଷ୍କ୍ରମଣ ସଂସ୍କାର। ତାପରେ ଅନ୍ନପ୍ରାଶନ, ସେଠି ଚାଖିବ, ଠିକ ଅଛି। ଅନ୍ନ ଚାଖିବ ମାନେ ଫାଷ୍ଟ ଟାଇମ ଛୁଆଟା ଜନ୍ମ ହଉ ତ ଅନ୍ନ ଖାଉନଥିବ, ତ ସିଏ କଣ କରିବ ନା ତାକୁ ପରିବାରର ସମସ୍ତେ ମିଶିକି ଅ ଅନ୍ନ କୁ ଚଖେଇବେ ତାକୁ, ସେଟା ହେଲା ଅନ୍ନପ୍ରସନ୍ନ ସଂସ୍କାର। ଏଇ ଯୋଉ ସଂସ୍କାର ଗୁଡାକ ଦିଆଯାଇଛି ବପନ, ତା ଭିତରେ ଦିଆଯିବ ଯୋଉ ରିଚୁଆଲସ, କି ସେ କୋଉଠୁ ଆସିଛି, କୋଉ ଫ୍ୟାମିଲିରୁ ବିଲଙ୍ଗ କରୁଛି, କର୍ଣ୍ଣବେଦ, ତାର କର୍ଣ୍ଣକୁ କାନରେ ଯୋଉ କୁଣ୍ଡଳ ପିନ୍ଧନ୍ତି ସେ ଜାଗାକୁ ଛେଦନ କରାଯିବ। ଉପନୟନ, ବ୍ରତ ଘର କରିବା। ବେଦାରମ୍ଭ ମାନେ ବିଦ୍ୟା ଆରମ୍ଭ କରିବା। କେଶାନ୍ତ ମାନେ ମୁଣ୍ଡନ କରିବା, ଯୋଉ ମୁଣ୍ଡନ ସଂସ୍କାର। ତାପରେ 13 ରହିଲା ସ୍ନାନ। ସ୍ନାନ ମାନେ କଣ? ତୁମେ କଣ ସେ କଣ ଛୁଆ ବେଳୁ ଗାଧେଇ ନଥିବେ? ବିଦ୍ୟା ଆରମ୍ଭ କୁ ସ୍ନାନ ବୋଲି କୁହାଯାଏ। ବ୍ରତକୁ ଗ୍ରହଣ କରିବା ସ୍ନାନ ବୋଲି କୁହାଯାଏ, ମାନେ କେଶାନ୍ତ ସରିଲା ପରେ ଯୋଉ ସ୍ନାନ ସଂସ୍କାର ହବ। ମୁଁ ଏଟା ସର୍ଟ ରେ କହୁଛି କି ଭିଡିଓ ଲମ୍ବା ନ ହେଇଯାଉ, ଏଗୁଡାକ ଆମେ ଡିଟେଲି ଗୋଟେ ଗୋଟେ ସଂସ୍କାରର ପଞ୍ଚାଙ୍ଗ ପଢିବା। ତାପରେ ହେଲା ବିବାହ ସଂସ୍କାର। ବିବାହ ତ ସମସ୍ତେ ଜାଣିଛନ୍ତି। ତାପରେ ଏଣ୍ଡ ରେ କଣ ରହିଲା? ଅଗ୍ନି ପରିଗ୍ରହ, ମାନେ ମୃତ୍ୟୁ ପରେ ଯୋଉ ତାକୁ ନେଇକି ଜୁଇରେ ଶୁଆଇବେ ସେଇଟା। ତାପରେ ଷୋଳ ହେଲା ତ୍ରେତାଗ୍ନି ସଂସ୍କାର। ତ୍ରେତାଗ୍ନି ସଂଗ୍ରହ ମାନେ ଯୋଉ ତାର ହାଡ ଗୁଡାକ ରହିଯାଇଥିବ, ଯୋଉ ମଲା ପରେ ତାକୁ ନେଇକି ଯୋଉ ଗଙ୍ଗା ଗୟାରେ ବୁଡେଇବେ, ସେଇ ସଂସ୍କାରଟାକୁ ତ୍ରେତାଗ୍ନି ସଂଗ୍ରହ ସଂସ୍କାର ବା ପ୍ରେତ କର୍ମ ହିସାବରେ ଗଣନା। ଏ ଷୋଡଶ ସଂସ୍କାର ହଉଛି, ଏ ସଂସ୍କାର କରିବା ଦ୍ଵାରା ଯୋଉ ପିଲାଟିର ଜୀବନ ଯାପନ, ସନାତନ ଧର୍ମର ଲୋକମାନଙ୍କର ଜୀବନ ଯାପନ ପ୍ରଣାଳୀ ଏତେ ଉନ୍ନତ ମାନର ହଉଥିଲା ଯେ ସେମାନେ ଗର୍ଭାଧାନ ସଂସ୍କାରରୁ ତ ଗୁଡ ସୋଲ କୁ ଇନଭୋକ କରାଯାଉଥିଲା ଗର୍ଭ ମଧ୍ୟକୁ, ପୁଂସବନ ଦ୍ୱାରା ତାର ମାନେ ହେଲ୍ଥ ଷ୍ଟାଟସ ତାକୁ ଦିଆଯାଉଥିଲା। ଏବଂ ଏଇ ଷୋଡଶ ସଂସ୍କାର କରିବା ଦ୍ଵାରା ଯୋଉ ଏ ସଂସାରରେ ଯେତେ ଜୀବ ଅଛନ୍ତି ସବୁଠୁ ଶ୍ରେଷ୍ଠ ଜୀବ ହେଲା ମନୁଷ୍ୟ। ମନୁଷ୍ୟ ଯେତେବେଳେ ଉନ୍ନତ ମାନର ହବ, ସେତେବେଳେ ପ୍ରକୃତି ପରିବେଶ ଏବଂ ତାର ଚାରିପଟ ସବୁ ଜିନିଷ ଉନ୍ନତ ମାନର ହବ। ଆଜିକାଲି ସନାତନ ଧର୍ମର ଏଇ ସଂସ୍କାର ଗୁଡାକର ଲୋପ ପାଇଯିବା କ୍ରମରେ ଲୋକମାନଙ୍କର ମାନବିକତା, ମନୁଷ୍ୟତ୍ୱ ଦିନକୁ ଦିନ କମିବାରେ ଲାଗିଛି। ସେଇଟା କହିବ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଏ ସଂସ୍କାର ଗୁଡାକ ପାଇଁ ଆମେ ପଞ୍ଚାଙ୍ଗ ପଢୁଛୁ, କାରଣ ଏଇ ଯୋଉ ସଂସ୍କାର ଗୁଡାକ କରାଯିବ, ଏଇଟା ମନ ଇଚ୍ଛା ଯୋଉ ଦିନ ପାରିଲେ ସେଦିନ ଡାକିକି ବ୍ରାହ୍ମଣଙ୍କୁ କରାଯାଇ ପାରିବ ନାହିଁ। ତେଣୁ ଏଇ ଯୋଉ ସଂସ୍କାର ଗୁଡାକ ରହିଛି, ଏଗୁଡାକ ହଉଛି ପୌଷ୍ଟିକ କର୍ମ ହିସାବରେ ନିଆଯାଏ। ମୁଁ ଗୋଟେ ୱାର୍ଡ ପଢେଇଥିଲି, ପୌଷ୍ଟିକ କର୍ମ। ଏଇଟା ପୁଷ୍ଟ କରିବ,
ପୁଷ୍ଟ କରିବ ମାନେ କଣ? ପୋଷଣ ଦବ, ଖାଇବାକୁ ଦବ। କଣ ଖାଇବାକୁ ଦବ ନା ଆତ୍ମାକୁ ଏବଂ ବଡିକୁ। ସନାତନ ଧର୍ମ କେବେ ବି ବଡି ଉପରେ, ବଡି ବିଲ୍ଡିଂ ଉପରେ ଯେତିକି ଧ୍ୟାନ ନ ଦେଇଛି, ସନାତନ ଧର୍ମ ତିନିଟା ଜିନିଷ ଉପରେ ସଦା ସର୍ବଦା ଧ୍ୟାନ ଦେଇଛି। ଆଧ୍ୟାତ୍ମିକ ଉନ୍ନତି, ଶାରୀରିକ ଉନ୍ନତି, ମାନସିକ ଉନ୍ନତି। ଏ ତିନିଟା ଜିନିଷକୁ କମ୍ବାଇଣ୍ଡ କଲେ ଯୋଉ ଜିନିଷଟା ବାହାରେ ସେଇଟାକୁ କହନ୍ତି ସଂସ୍କାର। ଆଉ ସଂସ୍କାର ସେଗୁଡାକୁ ଡିଟରମାଇନ କରେ ଏବଂ ସେ ସଂସ୍କାର ସେଗୁଡାକୁ ଫ୍ରୁଟଫୁଲ କରେ। ତେଣୁ ଏଇଭଳିଆ ହାଇଏଷ୍ଟ ଅର୍ଡର ଜିନିଷକୁ ଆମେ ଯେତେବେଳେ ପଢିବା, ଏଗୁଡାକ କଣ ପାଇଁ କରାଯାଏ, ୟା ପାଇଁ ପଞ୍ଚାଙ୍ଗ କଣ ରହିବ, ଏଇ ପୌଷ୍ଟିକ କର୍ମ ଗୁଡାକୁ ପାଇଁ ଆମେ ପଞ୍ଚାଙ୍ଗ ବାହାର କରିବା, ଶିଖିବା। ଏବଂ ଏତଦ୍ ବ୍ୟତୀତ ଯାତ୍ରା କରିବା, କୋଉଠି କୂଅ ଖୋଳା ହବ, କୋଉଠି ଗୃହ ପ୍ରବେଶ ହବ, କୋଉଠି ଘରେ ଛାତ ପଡିବ, କୋଉଠି ମନ୍ଦିର ପ୍ରତିଷ୍ଠା ହବ, କୋଉଠି ଶୁଭ କର୍ମ ହବ, କୋଉଠି ଲୋକ ଗ୍ୟାଦରିଂ ହବ, କୋଉଠି ଔଷଧ ବନା ହବ, କୋଉଠି ହଳ କରାହବ, କୋଉଠି ଚାଷ ହବ, ସେ ସବୁ ଶୁଭ ସମୟ ଗୁଡାକ ମଧ୍ୟ ଧୀରେ ଧୀରେ ଷ୍ଟେପ ୱାଇଜ ଆମେ ପଢିବା। କିନ୍ତୁ ପ୍ରଥମେ ମଣିଷର ସଂସ୍କାର ଗୁଡାକ ଯୋଉଗୁଡାକ, ଏଗୁଡାକ ହଉଛି ଇନଡିସପେନ୍ସେବୁଲ, ମାନେ ଏଗୁଡାକୁ ଆପଣ ପରିତ୍ୟାଗ କରିବା କୌଣସି ମତେ ପରିତ୍ୟାଗ କରିବା କଥା ନୁହଁ। ଯଦି ଆପଣ ସଂସ୍କାର ସନାତନୀ, ତାହେଲେ ଏଗୁଡାକ ଆପଣଙ୍କୁ କରିବା ଉଚିତ। ଏଗୁଡାକ ଦ୍ଵାରା ଯୋଉ ପିଲାଟା ଆସିବ ସେଟା ଗୋଟେ ଗୁଡ ସୋଲ ଆସିବ ଏବଂ ତାର କ୍ୟାରେକ୍ଟର ଭଲ ହବ, ସେ ସମାଜ ପ୍ରତି କିଛି ଦାନ କରିକି ଯିବ। ଠିକ ଅଛି। ତ ଏଇ ସବୁ ଜିନିଷ ଗୁଡାକ ଆମେ ଧୀରେ ଧୀରେ ପଢିବା। ଏଇ ସଂସ୍କାର ଗୁଡାକ ମୁଁ ଆଗରୁ ଲେଖିଦେଲି ଏଇଥିପାଇଁ, କାରଣ ଏଇ ସଂସ୍କାର ଉପରେ ଆମର 16ଟା ଭିଡିଓ ହବ। ତାର ପଞ୍ଚାଙ୍ଗ କେମିତି ଦେଖିବା, ଏ ସଂସ୍କାରର ଏମ୍ ଅଫ ଦ ଏକ୍ସପେରିମେଣ୍ଟ କଣ, କଣ ପାଇଁ କରାଯାଏ, ଏଗୁଡାକ ଆମେ ପୌଷ୍ଟିକ କର୍ମର ଜାଣିବା। ଯୋଉଟା କି ସବୁଠୁ ଆଗରେ ରହିବ ବିବାହ ଉପନୟନ, କାରଣ ପ୍ରାୟତଃ ସବୁ ସଂସ୍କାର ସମସ୍ତେ ପୋଡିଦେଲେଣି। ଆଉ ବିବାହ ଆଉ ଉପନୟନ, ଏଇ ସଂସ୍କାର ଦିଟାକ ଦେଖିବା ନିଶ୍ଚିତ ଭାବରେ। ଆଉ ତତ୍ ସହିତ ସବୁ ଅନ୍ୟ ସଂସ୍କାର ଗୁଡାକୁ ମଧ୍ୟ ଚେକ୍ କରିବା। ତ ଆଜିର ସେସନରେ ଆମେ ଜାଣିଲେ ଯେ ପୌଷ୍ଟିକ କର୍ମର, ସନାତନ ଧର୍ମର ସଂସ୍କାର ଗୁଡାକ କଣ କଣ ରହିଛି ଏବଂ ସେଗୁଡାକର ପଞ୍ଚାଙ୍ଗ ଆମେ କିଭଳି ଭାବରେ ଦେଖିବା। ଏଇଟା ମୁଁ ଏଥିପାଇଁ ଆଗରୁ କହିଥିଲି କାରଣ ମୁଁ ତିଥି ନକ୍ଷତ୍ର ଅଲରେଡି ପଢେଇ ଦେଇଛି। ତିଥି ନକ୍ଷତ୍ର ବିଷୟରେ ଆମେ ଡେସ୍କ୍ରିପସନ କରିଦେଇଛୁ। ଆଉ ଗୋଟେ ହେଲା ଯୋଗ, କରଣ, ବାର। ଏ ତିନିଟା ଆମେ ପଢି ସାରିଲା ପରେ ଏ ସଂସ୍କାର ଗୁଡାକୁ ଆମେ ଏଣ୍ଟ୍ରି କରିବା। ଏଇ ସଂସ୍କାର ଗୁଡାକ କୋଉ କୋଉ ବାର, କୋଉ କୋଉ ଯୋଗ, କୋଉ କୋଉ କରଣରେ ହବ, ସେଇ ସବୁଗୁଡାକ ଆମେ ପଢିବା। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।